ବାଜିଲା ବିଗୁଲ। ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା ପାଇଁ ଆଜି ପଡ଼ିଯାଇଛି ଶୁଭ ତିଥି। ସମୟ ରାଶି ଲଗ୍ନତିଥି ଅନୁସାରେ ଧାର୍ଯ୍ୟ ହୋଇଥିବା ମୁହୂର୍ତ୍ତ ପ୍ରକାରେ ଶୁଭ ଖୁଣ୍ଟି ସ୍ଥାପନ ସହ ବାଜିଛି ଯାତ୍ରା ହେବାର ବିଗୁଲ। ଘଣ୍ଟ ଘଣ୍ଟା କାହାଳି ଓ ପୂଜା ଆରାଧନା ପରେ ଆନୁଷ୍ଠାନିକ ଭାବେ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି। ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଦେଷ୍ଟା ତଥା ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଭଞ୍ଜନଗର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ପ୍ରମୁଖ ଏହି ଶୁଭ ମୁହୂର୍ତ୍ତରେ ଉପସ୍ଥିତ ଥିଲେ। ଏହା ସହିତ ଯାତ୍ରା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବା ସହିତ ମାଙ୍କ ଆଗମନକୁ ଅପେକ୍ଷା କରିଥିଲେ। ସୂଚନା ପ୍ରକାରେ ଗଞ୍ଜାମ, ଗୁଣ୍ଟୁର, ଭଞ୍ଜନଗରର ଠାକୁରାଣୀ ଯାତ୍ରା ଏହାର ପରମ୍ପରା ଓ ଐତିହ୍ୟ ପାଇଁ ଓଡ଼ିଶା ପ୍ରସିଦ୍ଧ ଏବଂ ଏହି ବର୍ଷ ଏହାକୁ ଆହୁରି ଆକର୍ଷଣୀୟ ଏବଂ ଶୃଙ୍ଖଳିତ କରିବା ପାଇଁ ସେହିପରି ଭଞ୍ଜନଗରକୁ ମ୍ୟୁନିସିପାଲିଟି ଘୋଷଣା ପରେ ସଜେଇ ହୋଇଛି ଭଞ୍ଜନଗର ସହର। ରାସ୍ତା ପ୍ରଶସ୍ତୀକରଣ, ସୌନ୍ଦର୍ଯ୍ୟକରଣ, ଆଲୋକସଜ୍ଜା, ସ୍ୱଚ୍ଛତା ପ୍ରଭୃତିକୁ ଗୁରୁତ୍ୱ ଦେଇଛନ୍ତି ଭଞ୍ଜନଗର ମ୍ୟୁନିସିପାଲିଟି ଅଧ୍ୟକ୍ଷ। ସୂଚନା ପ୍ରକାରେ ଚଳିତ ବର୍ଷ ଏପ୍ରିଲ 26 ତାରିଖରୁ ଯାତ୍ରା ଆରମ୍ଭ ହୋଇ ମେ ମାସ 20 ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ମେ 19 ତାରିଖରେ ସିଂହବାହିନୀ ଯାତ୍ରା ହେବ। 25 ଦିନ ଧରି ଯାତ୍ରା ଚାଲିବ। ଭଞ୍ଜନଗର ଠାକୁରାଣୀ ଯାତ୍ରାକୁ ଦୁଇଟି ଦେବୀଙ୍କୁ ନିମନ୍ତ୍ରଣ କରାଯାଏ। ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଇଷ୍ଟଦେବୀ ବ୍ୟାଘ୍ର ଦେବୀଙ୍କୁ କୁଲାଡାରୁ ଏକ ବିରାଟ ଶୋଭାଯାତ୍ରାରେ ଅଣାଯିବ। ଦେବୀଙ୍କୁ ଶଗଡ଼ରେ ବସାଇ ପ୍ରାୟ 8 କିଲୋମିଟର ପର୍ଯ୍ୟନ୍ତ ଭଞ୍ଜନଗର ଅଣାଯିବ। ତେଣୁ ଅପେକ୍ଷାରେ ଅଛନ୍ତି ଭଞ୍ଜନଗରବାସୀ। କେବେ ଆସିବେ ମା ଆଉ ଢାଳିଦେବେ ସ୍ନେହ ପ୍ରୀତିଭରା ଆଶୀର୍ବାଦ। ଗଞ୍ଜାମ ଭଞ୍ଜନଗରରୁ ପୁରୁଷୋତ୍ତମ ମହାପାତ୍ର, ନାରାୟଣୀ ଓଡ଼ିଆ।